ଆଉ କ'ଣ ତାଙ୍କଠୁ ଆଶା କରିବା? ସଂଖ୍ୟା ନଥାଇ ନିର୍ବାଚନ ଲଢ଼ିଲେ ସଂଖ୍ୟା ଘୋଟାଇବା ପାଇଁ ତ ଉଦ୍ୟମ କରିବେ। ସେ ଉଦ୍ୟମଟା ଆଇନ ଅନୁମୋଦିତ ଉଦ୍ୟମ ନୁହେଁ, ସେ କାର୍ଯ୍ୟ କରୁଛନ୍ତି। କ୍ଷମତାର ମୋହଟା ଅଧିକ ନା, ଯାହାର ଯେତେ ଅଧିକ କ୍ଷମତା ତାର ସେତେ ଅଧିକ ଦୁର୍ବଳତା। କ'ଣ ତାଙ୍କର ତ ଦୁଇ ଜଣ ଜିତିବେ, ଆଉ ଜଣେ ଜିତିବା ପାଇଁ ପ୍ରୟାସ କାହିଁକି? ରାଜ୍ୟସଭାର କ'ଣ ତାଙ୍କର ସଂଖ୍ୟା ଗରିଷ୍ଠ ସେମାନେ ନୁହନ୍ତି? ତାଙ୍କର କ'ଣ ଆବଶ୍ୟକତା ଅଛି? ନାହିଁ। କିନ୍ତୁ ତା ସତ୍ତ୍ୱେ ପାୱାର, ମୋର୍ ପାୱାର ଆଣ୍ଡ ମୋର୍ ପାୱାର, ଇଏ ହେଲା ଫିଲୋସଫି। ସେଇଟା ଦୁଃଖଦାୟକ। ଆପଣ ଜାଣନ୍ତି ଇଏ ଗୋଟିଏ ହେଉଛି ମାନେ ଲଢ଼େଇରେ ପକ୍ଷ ପ୍ରତିପକ୍ଷ। ତେଣୁ ସ୍ୱାଭାବିକ ଭାବରେ କେତେ କଥା ତାଙ୍କୁ ସୁହାଇଲା ଭଳି ବା ତାଙ୍କ ଲକ୍ଷ୍ୟ ପୂରଣ କରିବା ପାଇଁ ସେ କେତେ କଥା କହିବେ। ଅସତ୍ୟର ସେମାନେ ମଧ୍ୟ ଅବତାରଣା କରିବେ। ତା ଉପରେ ପ୍ରତିକ୍ରିୟା କାହିଁକି ଦେବା? ଏତିକି ଖାଲି ଜାଣନ୍ତୁ, ସେଗୁଡ଼ିକ ସବୁ ଭୁଲ ପ୍ରମାଣିତ ହେବ। ଆମେ ଆଶାବାଦୀ ଆମର ପ୍ରାର୍ଥୀ ଜଣେ ସିଧାସଳଖ ଦଳୀୟ ପ୍ରାର୍ଥୀ, ଆଉ ଜଣେ ଆମର ସମର୍ଥିତ ପ୍ରାର୍ଥୀ ଜିଣିବାର ସମ୍ଭାବନା ଉଜ୍ଜଳ।